ଦେଖିଲେ ତା ସେଇ ଯେଉଁ ବୋଟଲଟା ସାଇଡ଼୍ରେ ଅଛି ଆପଣ ଦେଖିବେ ସେ ବୋଟଲ ତଳେ ଦିଆହେଇଛି କଙ୍କଡ଼ା ଖାଇବା ପାଇଁ ସେଇଥିରେ ଆସିବ। ଆପଣମାନେ ୱେଟ୍ କରନ୍ତୁ ଦେଖିବେ କେମିତି କ'ଣ ଆସୁଛି। କଙ୍କଡ଼ା ଧରିବା ପାଇଁ ଆମେ ଆସିଛୁ ଏଇଠିକି। ଯେଉଁଟା ପଡ଼ିଛି ସେଇଟା କଙ୍କଡ଼ା ଲାଖିବ। ଦୁଇଟା ଧରି ପକେଇଛି ଆଉ କାହିଁ କିନ୍ତୁ ଆସୁନାହାନ୍ତି। ଆଗରୁ ବହୁତ ନେଇଥିଲି ଦେଖନ୍ତୁ କେତେ ବଡ଼ ବଡ଼ ଗୋଡ଼। ଏଇଟା ହେଉଛି କଙ୍କଡ଼ା ଗୋଡ଼ ମାନେ ଦେଖନ୍ତୁ ଗୋଡ଼ କେଉଁ ସାଇଜ୍ର ମୁସ୍କିଲ ଗୋଡ଼ ହେଇଛି। ତ ଦେଖାଯାଉ ଆଉ କେତେଟା ପଡ଼ୁଛନ୍ତି କ'ଣ ସେ ତ ପଡ଼ିଛି ଏଠି। ଦେଖିବା ମୁଁ ପଡ଼ିଲେ ପରେ ଦେଖେଇବି। ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଆହୁରି ଭିଡ଼ିଓ କେଉଁଟା ବି ଦେଖିକି କମେଣ୍ଟସ୍ କରନ୍ତୁ। ଓକେ, ତ ମୁଁ ଦେଖାଯାଉ ଯାଉ ପଡ଼ିଲା ବେଳେ ଦେଖେଇବି ଆପଣମାନଙ୍କୁ। ଯାଇଥିବ ଯଦି ମରିଯାଇଥିବ ଯଦି ଗୋଡ଼ ଭିତରେ ତାର ହାତ ପଶିଗଲା ନା ହାତଟା ପୁରା କାଟିଦେବ। ଦେଖନ୍ତୁ ଦା ଭଳିଆ ପୁରା ହେଇଛି କେମିତି। ମରିଗଲେ ବି ତାକୁ ଭାବିବେନି ମରିଗଲା ବୋଲି, କାରଣ ଏଇଥିରେ ତାର ଜୀବନ ଥାଏ। ପୁରା ଫଟକିକି କାମୁଡ଼ିଦେବ। ଏତେ ବଡ଼ ଗୋଡ଼ ଆଉ ଆଙ୍ଗୁଠି କାମୁଡ଼ିଲା ମାନେ ଡାଇରେକ୍ଟ ଆଙ୍ଗୁଠି ଛିଣ୍ଡି ଯିବାର ବି ସମ୍ଭାବନା ଅଛି। ହାଡ଼ ବି ତା ଆଗରେ କିଛି ନାହିଁ। ମୁଁ ଆପଣଙ୍କୁ ଦେଖେଇବି ବର୍ତ୍ତମାନ ଯେଉଁ ଧରିଛି। ଦେଖନ୍ତୁ ୟା ଭିତରେ ତିନିଟା, ଗୋଟେ ଛୋଟ ଆଉ ଦୁଇଟା ବଡ଼। ବାହାରକୁ ଦେଖିବାକୁ ଗଲା ପରେ ଆଉ କେତେଟା ପଡ଼ୁଛନ୍ତି ବି ଦେଖାଯାଉ। ଜରି ଭିତରେ ତାକୁ ରଖାଯାଇଛି। ଆଜି ଆସୁନାହାନ୍ତି, ଆଉ ଦିନ ଆସୁଥିଲେ ଯେ ଭଲ ପଡ଼ିଥିଲେ। ବର୍ତ୍ତମାନ ଆସିଗଲା ବାଡ଼ି ଉଠଉଛି। ଦେଖନ୍ତୁ ତା ତଳେ ତାକୁ ଖାଇବା ପାଇଁ ଦିଆହେଇଛି। ସେଥିପାଇଁ ସେ ଆସିଯାଇଛି। କ'ଣଟା ଦିଆହେଇଛି କହିଲେ ମାଛର ପେଟରୁ ଯେଉଁଟା ବାହାରେ। ଦେଖନ୍ତୁ ଛାଡ଼ୁନି ତଥାପି। ଦେଖିଲେ ତା ପେଟରେ ସବୁ ଲାଗିଯାଇଛି ଘାସ ଫାସ। ଆଉ ସେ ଯେଉଁ ମାଛର ଦିଆହେଇଥିଲା ଖାଇବା ପାଇଁ ଅଲରେଡ଼ି ସେ ଖାଇ ଦେଇଛି ଗୋଟାକ। ଦେଖନ୍ତୁ କେମିତି ସେ ପାଟି ଆଁ କରିଛି। ତ ଆପଣମାନେ ଟ୍ରିକ୍ ଶିଖନ୍ତୁ ଆଉ ଯାଇକି ଏମିତି ଧରନ୍ତୁ। ତାକୁ ଏବେ ଆମେ ଭର୍ତ୍ତି କରିବା ଜରିରେ। ଭର୍ତ୍ତି କରୁଛି ଆଉ। ଇଏ ହେଲା ଆମର ଦେଶୀ କଙ୍କଡ଼ା। ସମୁଦ୍ର କଙ୍କଡ଼ା ନୁହଁ, ଏଇଟା ହେଲା ଦେଶୀ କଙ୍କଡ଼ାଟା। ଭାରି ମିଠା। ଆପଣମାନେ ଯେଉଁମାନେ ଖାଇଥିବେ ଜାଣିଥିବେ। ମୁଁ ଆଉ ଥରେ ପୁଣି ପକାଇଦିଏ ଏଟାକୁ ଭିତରେ, ତାପରେ ଦେଖିବା ଆଉ କ'ଣ ପଡ଼ୁଛି। ଗୁଡ୍ ମର୍ଣ୍ଣିଂ। ଚାଲ ଏ ନ୍ୟୁ ଡେ। ଚାଲ ହେଲେ କାମ ପ୍ରବଳ ଅଛି। କାଲି ଯୋଉଟା ଆଣିଥିଲା ଆଜି ଏଇଟା ବର୍ତ୍ତମାନ ତା ଗୋଡ଼ ଭଙ୍ଗାଯିବ। ଏ ନ୍ୟୁ ଡେ ଏ ନ୍ୟୁ ମର୍ଣ୍ଣିଂ। କୁଆଡ଼େ ଗଲେ ସବୁ ଆମର ଇଏ ଭାଙ୍ଗିବେ ଆଜି ଆଉ। ଏଇ ଧର କୁଆଡ଼େ ଥଣ୍ଡା ବହୁତ ଜୋର ଲାଗୁଛି ଆଉ। ଏଇଠି ଭାଙ୍ଗିଦେବା ଆଉ। ବର୍ତ୍ତମାନ ଏଇଠି ଭାଙ୍ଗିବି। ଏଇ ୟା ଉପରେ ଭାଙ୍ଗିବି କି? ଦେଖ ବର୍ତ୍ତମାନ ଭାଙ୍ଗା ହବ। ବିଚରା ଘରକୁ ନେଇକି ଯିବ ବୋଲି ଖାଇଦଉଛି ଏଠି ଆଉ। ଭାଙ୍ଗିବ ଶିକୁଡା ହେଲା, ପଛରେ ତୁ ଭାଙ୍ଗିବୁ।
এই দুইটা ভাঙিଲା ମାନେ ସରିଲା ତାପରେ ଏଇଟାକୁ ଛୋଟ ଗୋଡ଼ ଆକ୍ଚୁଆଲି ଛୋଟ ଗୋଡ଼ ସବୁ କରିବା କଥା ବି ହେଲା ଆମର ଦରକାର ଏଟାର ମାଂସ ନାହିଁ ନା କିଛି ଖାଲି ହାଲକା ଟିକେ ଟିକେ ଏଟା ସବୁ ସେମିତି ଦିଆହବ ତାପରେ କ'ଣ କରିବ ଦିଆ କହିଲ ଛଡ଼େଇବ ହେଲା 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 ଏଇ ଘରେ କରିବ ଏଇଭଳିଆ ତୁ ନେକ୍ସଟ ଟାଇମ୍ ଏମିତି କରିବୁ ହେଲା ଦେଖୁଛୁ କି ନାହିଁ ଏଇ କୁଆଡ଼େ ଖାଲି ଆଉ ଆ ଏଇ ଆସି আর কিছু নাই কাম নু দেখে ওই এইটা বাহারলা এটা পেট্রোল যে ফুটটা কেন ভাবিব তার ইয়ার বুঝলি এতু বাকি দিয়া হবে এরা কাজু কোন পঞ্জরা পঞ্জরা পড়ে এতু বাহার করা হব ହେଲା ତାପରେ ଛୁଲିନା ଧୁଇଁବୁ ହେଲା ଧୁଇଁକି ମଝିରେ ଗୋଟା ଫଟା ହବ ଏଇଟାକୁ ଟିକେ ଧୂଳି ମୂଳି ହେଇଯିବ ଯଦି ପୋଡ଼ିକି ବାଡ଼େଇବ ଏଇଟା ଟିକେ ଫଟେଇବା କଥା ଭଲ କି ଛୋଟରାକର କିଛି ପାରିବନି এটা ওটা বুদ্ধরে ଭାଙ୍ଗିଲା ବେଳକୁ କେୟାରଫୁଲ୍ କରିକି ଭାଙ୍ଗିବାକୁ ପଡ଼ିବ ନାଇଁ ହାତ ଗୋଡ଼ ପୁରା ଛିଣ୍ଡିଯିବ ହେଲା ସେଇଟା ଟିକେ ଧ୍ୟାନ ଦେବାକୁ ପଡ଼ିବ ଏଇଟା ଧ୍ୟାନ ଦେଲେ ଅସୁବିଧା କଙ୍କଡ଼ା ଖାଇବାର ମଜା ବାହାରିଛି ଏ ରିଙ୍କି 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 ଏଇ ହେଲା ନେକ୍ସଟ ଟାଇମ୍ ଇଜିଲି କରିପାରିବ ସେ ଅଣ୍ଡା ଦେଇକି ବାହାରିଲା ଏଇଟା ସିଝେଇକି ଆକ୍ଚୁଆଲି ବାହାର କଲେ ଭଲ ଏଇଟା ବି ଲୋକ ପକାଉନାହାନ୍ତି ବାହାରେ ଯେଉଁ ରୋଷେଇ ହେଉଛନ୍ତି ଏଇଟା ପକାଉନାହାନ୍ତି କଣଟା ଚର୍ବି ଏଇଟା ଏ ହଳଦିଆ ହଳଦିଆ କିନ୍ତୁ କୁକୁଡ଼ାର ବାହାରେ ନା କହୁଛି ଚର୍ବି ହେଲେ ଆମେ ପକାଇଦେବୁ ନହେଲେ ନୁହଁ ଚର୍ବି ତାକୁ ଫୁଟା ଫୁଟାଇ କ'ଣ କରିବୁ ଶୁଭ ଏ ଶୁଭ ଶୁଭ ଧୋଇବାକୁ ପଡ଼ିବ ସେ ଫୁଟା ମାଛ ଆଗ ସବୁ ଭାଙ୍ଗି ଭୁଙ୍ଗାକି ରେଡ଼ି କରିଦେଲେ ତାପରେ ଧୁଆ ହବ ଶୁଭ ଏ ଶୁଭ ଶୁଭରେ ଏହାକୁ କ୍ଲିନ୍ ଜାଗା ତାକୁ ଟିକେ ବାଡ଼େଇବା କଥା କୋଉଠି ବାଡ଼େଇବା ଏ ଶୁଭ ତାପରେ ଧୁଇବା ଲାଷ୍ଟରେ ଆଗ ସବୁ ଇଏ କରିସାରିଲା ପରେ ଶୁଭ ଧରିବୁ
ଶୁଭ ଧରିବୁ ଏଇ ନେ 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 କେଡ଼େ କେଡ଼େ ହେଇଛି ନେ ଶୁଭ ନେ ମେନ୍ ଜିନିଷ ଏଇ ଦୁଇଟା ଗୋଡ଼ ଭାଙ୍ଗି ସାରିଲା ପରେ ଆଉ ଟେନସନ୍ ନାହିଁ। ଏଇ ଦୁଇଟାକୁ ମେନ୍ ଇଏ କରିବାର ଅଛି। ସମୁଦ୍ର କଙ୍କଡ଼ା ଆଉ ଦେଶୀ କଙ୍କଡ଼ା ବହୁତ ଡିଫରେଣ୍ଟ। ଏଇଟା ମିଠା ହେଡ଼ା ଡାଉଣିଆ ଆଉ ସେଇଟା ଖାଲି ଫମ୍ପାଡ଼ା ଭିତରେ ଟିକେ ମାଂସ। ଶୁଭ କଙ୍କଡ଼ାର ଧୋଇବାର ପ୍ରୋସେସଟା ମୁଁ ଦେଖେଇ ପାରିବିନି କାରଣ ବ୍ୟାଟେରୀ ସୁଇଚ୍ ଅଫ୍ ହେବ ବୋଲି ସିଗ୍ନାଲ୍ ଦେଲାଣି। ଡାଇରେକ୍ଟ ମୁଁ ଆପଣମାନଙ୍କୁ ରେସିପିଟା ଦେଖେଇଦେଲି। ଆଉ କ'ଣ କରିବି, ବ୍ୟାଟେରୀ ସୁଇଚ୍ ଅଫ୍ ହୋଇଯାଇଥିଲା। ମସଲା ଚାଲିଛି, ଗୋଟେ ହେବ ମାଛ, ଏତେ ହେବ କଙ୍କଡ଼ା। ତ କଙ୍କଡ଼ା ଆହୁରି ବହୁତ ସମୟ ହେବ, ଏବେ ହେଇନି। ମସଲା ଫସଲା ସବୁ ଦିଆହେବ, ଏବେ ସବୁ ଅଧାରେ କାମ ଚାଲିଛି। ଥଣ୍ଡା ବହୁତ ଜୋରରେ ପଡ଼ୁଛି, ଚାଲିଛି କାମ। ଏଇପଟେ ବି କାମ ଚାଲିଛି। ବେସର ଘାଣ୍ଟିଆ ମାଛ ଆସିବ, ବେସର ଘାଣ୍ଟିଆ ମାଛ ପଡ଼ି ସାରିଲା ପରେ ଦେଖେଇବି ଆଉ।